ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମ୍ୟାଲେରିଆ ଡେଙ୍ଗୁ ଡାଇରିଆ ସଚେତନ ଶିବିର ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମ୍ୟାଲେରିଆ ଡେଙ୍ଗୁ ଡାଇରିଆ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ସଫେଇ ପରିବେଶ ନିର୍ମଳ ଥିଲେ ରୋଗରୁ ମୁକ୍ତି ସୁନିଶ୍ଚିତ ଅଟେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜି ଖଡ଼ିଆଳ ୱାର୍ଡ ନମ୍ବର 2ରେ ସଚେତନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଡ଼ାର ଜନଗହଳି ସ୍ଥାନରେ ସଚେତନ ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରକୁ ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ବୀରେଶନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ଯୋଗ ଦେଇଥିବା ବେଳେ ସଚେତନତା ଦ୍ୱାରା ରୋଗରୁ ମୁକ୍ତି ମିଳିବା ସହ ପରିବାର ଶାନ୍ତିରେ ରହିବ ବୋଲି ସେ କହିଛନ୍ତି। କେବଳ ସଫେଇ ଏକମାତ୍ର ମାଧ୍ୟମ ଅଟେ ବୋଲି ସେ ପ୍ରକାଶ କରିଥିଲେ। ସଭାର ରିତେଶ ପଟ୍ଟନାୟକ, ଏନ୍ଏସି କର୍ମଚାରୀ ଇଜାର ତାଣ୍ଡି, ୱାର୍ଡ ସଭ୍ୟା ରେବତୀ ସବର, ପରିମଳ ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ, ପରିମଳ ବିଶେଷଜ୍ଞ ସୁପରଭାଇଜର ସଦାଶିବ ପଣ୍ଡା, ସଫେଇଥି ରୋଶନ ଖାନ୍ଦେକର, ଭିକି ପାତ୍ର, ପରମେଶ୍ୱର ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ପାଇଁ ଆହ୍ୱାନ କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।